ପ୍ରମୋଦିନୀ ଏକାନ୍ତ ଚିତ୍ତରେ ଅଛି। ନିଶ୍ଚୟ ତାକୁ ହତ୍ୟା କରିଦେବାରେ ଏ ହେଉଛି ଆମ ପାଇଁ ଠିକ୍ ସମୟ। ସାନ ବାପା, କ'ଣ ହେଲା ସାନ ବାପା? ହଠାତ୍ ତୁମେ ଚାଲି ଆସିଲେ ଯେ? ହରେ ମା ପ୍ରମୋଦିନୀ, ମୁଁ ହଠାତ୍ ଚାଲି ଆସିବାର ଗୋଟିଏ କାରଣ ଅଛି ରେ ମା। କ'ଣ ସାନ ବାପା? ଏ ମା ପ୍ରମୋଦିନୀ, ସାନ ବାପା, ମୋ ବଡ଼ ଭାଇ ଆଉ ଭାଉଜ ମା ଦୁର୍ଗାଙ୍କ ମନ୍ଦିରକୁ ପୂଜା ଆରାଧନା କରିବା ପାଇଁ ଯାଇଥିଲେ। ହେଲେ ରେ ମା, ଫେରିବା ସମୟରେ କ'ଣ ତାଙ୍କୁ ହେଇଛି ସାନ ବାଘ ବାପା? ଖାଇ ଯାଇଛି। ନାଇଁ ସାନ ବାପା, ତମେ କ'ଣ କହୁଛ? ନାଇଁ ସାନ ବାପା, ସେମିତି ଜମାରେ ହୋଇନଥିବ। ଏ ତମେ କ'ଣ କହୁଛ ସାନ ବାପା? ଅରେ ମା, ମୋ ବଡ଼ ଭାଇ ଆଉ ଏ ଦୁନିଆରେ ନାହିଁ। ନାଇଁ ସାନ ବାପା, ତମେ ମିଛ କହୁଛ ସାନ ବାପା, ତମେ ମିଛ କହୁଛ। ଅରେ ମା, ଏ କଥା ନିରାଟ ସତ୍ୟ। ନାଇଁ ସାନ ବାପା, ମୁଁ ତୁମ କଥାକୁ ଜମାରେ ବିଶ୍ୱାସ କରିବିନି, ଜମାରେ ନୁହଁ। ଆରେ ନାତୁଣୀ, କ'ଣ ହେଲା ଯା? ମୋ ଭଣଜା ଯାହା କହୁଛି ନା, ଏ କଥା ସମ୍ପୂର୍ଣ୍ଣ ଭାବରେ ସତ୍ୟ ଲୋ ମା। ତୁମେ ବି ମିଛ କହୁଛ। ମୁଁ ତୁମ କଥାକୁ ବିଶ୍ୱାସ କରିବିନି। ତୋ ମା ବାପା ଆଉ ଏ ଦୁନିଆରେ ନାହିଁ। ନାଇଁ, ତୁମେ ମାନେ ମିଛ କହୁଛ। ମୁଁ ଜମାରେ ବିଶ୍ୱାସ କରିବିନି। ତୁମେ ମାନେ ମିଛ କହୁଛ ନା? ମୁଁ ତୁମ ନାଇଁ ରେ କଥାକୁ ମା, ଜମାରେ ବିଶ୍ୱାସ ଏ କଥା ସତ୍ୟ। ନାଇଁ ସାନ ବାପା, ତମେ ମିଛ କହୁଛ ସାନ ବାପା, ତମେ ମିଛ କହୁଛ ନା? ନାଇଁ ରେ ମା, ଏଟା ସତ୍ୟ। ନାଇଁ ସାନ ବାପା, ତମେ ମିଛ କହୁଛ। ମୁଁ ଜମାରେ ବିଶ୍ୱାସ କରିବିନି ସାନ ବାପା। ଏ କଥା ନିରାଟ ସତ୍ୟ। ଆଉ ତାକୁ ମାରିছে। ଏ ସାନ ବାପା, କାହିଁକି ମୋ ବାପା ମାଆକୁ ମାରିଦେଲା? କାହିଁକି ତାର ଆଉ କୌଣସି ପ୍ରୟୋଜନ ନାହିଁ ତୋର ଜାଣିବାରେ। ବର୍ତ୍ତମାନ ତୋହରି ପାଖରେ ମୋ ଉଭା ତୋହର ଆଲୋଚକ। छी ସାନ ବାପା, छी, ତୁମେ ନିଜ ଭାଇକୁ ମାରି ଦେଇଛ। ସାନ ବାପା ଡାକିବା ପାଇଁ ମୋତେ ଲାଜ ଲାଗୁଛି। छी ସାନ ବାପା, ଏ ରାଜ ସିଂହାସନ ପାଇଁ ମୋର ତ ବଡ଼ ଭାଇକୁ ମାରିছে। ସରକାର ବନିଲେ ମୋର ବାପାକୁ ମଧ୍ୟ ମାରିଥାନ୍ତେ। ବାବୁ ଚକ୍ରଧର, ବାପା, ଆଉ ଦେଖୁଛ କାହିଁ ବାବୁ, ଏ ବେଞ୍ଚଣା ଟୋକିଟାକୁ ଆମେ ଜୀବନରୁ ହତ୍ୟା କରିଦବା। ନାଇଁ ସାନ ବାପା, ତମେ ତ ଆଜି ଧରିଲେ ଉଡ଼େଇ ହେଉଛି। ମୋତେ ଛାଡ଼ିଦିଅ ସାନ ବାପା। ଭଣଜା ରାଜା ହେବାକୁ ହେଲେ ତୋ ମରିବାଟା ନିହାତି ଦରକାର। ବାଘ ଭାଇର ବାଘ। ବାପା, ଆରେ ବାଘଟା ଖାଇକି ହରିଣ ପଛରେ ମାନେ କଣ କରିବ ହେଇ କରି। ଏ ରାଜା ଝିଅ, ତତେ ମୁଁ ଆଜି ଜୀବନରୁ ଶେଷ କରିଦେବି।
କିଏ ତୁମେ ଆଉ ଏ ନିଘଞ୍ଚ କାନ ମଧ୍ୟ ସେମାନେ କିଏ ଆଉ ତୁମକୁ ମାରିବାକୁ ଉଦ୍ୟମ କରିଥିଲେ କାହିଁକି କୁହ ନା ମୋ ସାଥିରେ ଚାଲ ସେମାନଙ୍କୁ ମୁଁ ଉଚିତ ଶାସ୍ତି ଦେବି ହଁ ଆସ ମୋ ସାଥି